ଆଜ୍ଞା ଆଜି ବାଙ୍କି କି ପ୍ରଥମ ଥର ପାଇଁ ବୋଧେ ଆସିଛନ୍ତି ଆପଣ ବାଙ୍କିର ପୂର୍ବତନ କଲେଜର ଛାତ୍ର ସହ କ'ଣ କରିବେ? ବାଙ୍କି କି ମୁଁ ପ୍ରଥମ ଥର ଆସି ନାହିଁ। ବାଙ୍କି ମୁଁ ନିୟମିତ ଆସେ। ବାଙ୍କି ମାଟି ସାଥିରେ ମୋର ନିବିଡ଼ ସମ୍ପର୍କ। ମୋର ସମ୍ମାନର ମାଟି ହେଉଛି ବାଙ୍କି ଏବଂ ବାଙ୍କି ମାଟି ମୋତେ ମଣିଷ କରିଛି। ତେଣୁ ମୁଁ ବାଙ୍କି ମାଟିକୁ ମୋର ଗଭୀର ସମ୍ମାନ ଜଣାଉଛି, ପ୍ରଣାମ ଜଣାଉଛି। ବାଙ୍କିରେ ଯୋଉ ରାଜନୀତି ଚାଲିଛି ରାଜନୀତି ନେଇ କ'ଣ? ବାଙ୍କିର ରାଜନୀତି ଯେଉଁ ଚାଲିଛି ଇଏ ହେଉଛି ସ୍ୱତଃସ୍ଫୂର୍ତ୍ତ ଭାବରେ ବିଜୁ ଜନତା ଦଳ ପ୍ରତି ସମର୍ଥନ ଥାଏ। ବିଶେଷ କରି ମାନ୍ୟବର ନବୀନ ପଟ୍ଟନାୟକ ପ୍ରତି ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ସମ୍ମାନ ଥାଏ। ଏବେ ଗୋଟେ ଅଭାବନୀୟ ଘଟଣା ଘଟିଛି। ବାଙ୍କିର ବିଧାୟକ ସେ କ୍ରସ୍ ଭୋଟିଂ କଲେ, ଦଳ ବିରୋଧୀ କାମ କଲେ, ଯାହାଫଳରେ କି ବାଙ୍କିବାସୀଙ୍କର ସମ୍ମାନରେ ଆଞ୍ଚ ଆସିଛି ଏବଂ ତାଙ୍କ ହୃଦୟକୁ ଆଘାତ ଲାଗିଛି। ଏବଂ ମୋ ପାଖରେ ଯେତିକି ଖବର ଅଛି, ବାଙ୍କିର ଟାଉନ ହଉ କି ପ୍ରତ୍ୟେକ ଗାଁ ହଉ, ପଞ୍ଚାୟତ ହଉ, ସବୁଠି ଲୋକଙ୍କ ଭିତରେ ଗୋଟେ ଅଶାନ୍ତି ଅଛି ଏବଂ ସେ ଅଶାନ୍ତିର ପରିପ୍ରକାଶ ବହୁତ ଶୀଘ୍ର ଘଟିବ। ସମସ୍ତେ ଚାହୁଁଛନ୍ତି ଯେ ଆମେ ଯେଉଁ ଦଳରେ ଅଛୁ ବା ଯେଉଁ ଦଳକୁ ସମର୍ଥନ କରୁଛୁ ସେ ଦଳ ଆହୁରି ମଜବୁତ ହବ। ସେମାନେ ସମୟକୁ ଅପେକ୍ଷା କରିଛନ୍ତି, ସେ ସମୟ ଆସି ଉପନୀତ ହେଲାଣି। ବହୁ ଶୀଘ୍ର ବାଙ୍କିର ଜନସାଧାରଣ ବିଜୁ ଜନତା ଦଳ ପ୍ରତି ଯେଉଁ ସ୍ନେହ, ମମତା, ଶ୍ରଦ୍ଧା, ଆଶୀର୍ବାଦ ଥିଲା ତାକୁ ସେମାନେ ପରିପ୍ରକାଶ କରିବାକୁ ଆଗେଇ ଆସୁଛନ୍ତି। ବାଙ୍କି ବିଜେଡିର ଆଗକୁ କାହାକୁ ନେତୃତ୍ୱ ଦିଆଯାଉଛି? ବାଙ୍କି ମାଟିରୁ ଯିଏ ନେତୃତ୍ୱ ନେବାକୁ ଆଗେଇ ଆସିବେ ତାଙ୍କୁ ହିଁ ନେତୃତ୍ୱ ଦିଆଯିବ ଏବଂ ମାନ୍ୟବର ନବୀନ ପଟ୍ଟନାୟକ ନିଷ୍ପତ୍ତି କରିବେ ନେତୃତ୍ୱ କାହାକୁ ଦିଆଯିବ। ପ୍ରଥମ କଥା ହେଉଛି ବାଙ୍କି ମାଟିର ଅନେକ ସୁଯୋଗ୍ୟ ସନ୍ତାନ ଅଛନ୍ତି। ଭବିଷ୍ୟତରେ ସେମାନେ ନିଶ୍ଚିତ ଭାବରେ ମଙ୍ଗ ଧରିବାକୁ ଆଗେଇ ଆସିବେ। ଆପଣମାନେ ସେ ଖବର ପର୍ଯ୍ୟାୟକ୍ରମେ ପାଇବେ। କ୍ରସ୍ ଭୋଟିଂ ପରେ ବାକି ବିଧାୟକ ବିଜେଡିର କର୍ମୀମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଉଛନ୍ତି, ସେଥିପାଇଁ ଦଳ ତରଫରୁ କ'ଣ ତାଙ୍କ ପାଇଁ ସିକ୍ୟୁରିଟି ରହିବ? ଆଜି ବାଙ୍କିର ଯେଉଁ ବ୍ଲକ କମିଟି, ଆପଣଙ୍କର NAC କମିଟି କି ଯେଉଁମାନେ ସବୁ ଜିଲ୍ଲା କମିଟିକୁ ଯାଇଥିଲେ, ବିଶେଷ କରି ତାକୁ ଭାଙ୍ଗି ଦିଆଯାଇଛି, ବର୍ତ୍ତମାନ ବାଦ ଦିଆଯାଇଛି। ବହୁ ଶୀଘ୍ର ବ୍ଲକ କମିଟି, NAC କମିଟି ଏବଂ ଜିଲ୍ଲା କମିଟି କେଉଁମାନେ ଯିବେ ତାକୁ ନିଷ୍ପତ୍ତି ନିଆଯିବ ଏବଂ ଯେଉଁମାନେ ଦକ୍ଷ ନେତୃତ୍ୱ ନେଇପାରିବେ ସେମାନଙ୍କୁ ଦାୟିତ୍ୱ ଦେଇ କାର୍ଯ୍ୟକ୍ରମ ଆଗକୁ ବଢ଼ାଯିବ। ଓଡ଼ିଶାର ଲୋକପ୍ରିୟ ନେତା, ଘରେ ଘରେ ପରିଚିତ ନବୀନ ବାବୁ। ନବୀନ ବାବୁଙ୍କୁ ଚୋରଙ୍କ ସର୍ଦ୍ଦାର କୁହାଗଲା, ଯିଏକି ଯେଉଁ ଦଳର ଟିକେଟ ପାଇ ବିଧାୟକ ହୋଇଥିଲେ, ପୂର୍ବତନ ବିଧାୟକ ପ୍ରଭାତୀ ପାଟିଲ। ଭଲ ହେଲା, ସେ ନିଜକୁ ଚୋର ବୋଲି କହିଲେ ଏବଂ ଚୋରି କରିବାରେ ସଫଳ ହେଲେ, ତାପରେ ଦଳ ଛାଡ଼ିକି ଗଲେ। ଆଉ କ'ଣ ବାଙ୍କିବାସୀ କ'ଣ ବାର୍ତ୍ତା ରହିବ ଆଜି ଦିନରେ? ବାଙ୍କିବାସୀ ସାରା ଓଡ଼ିଶାକୁ ବାର୍ତ୍ତା ଦେବେ। ମୁଁ ବାଙ୍କିବାସୀକି ବାର୍ତ୍ତା ଦେବାର ଧୃଷ୍ଟତା କରିବେନି। ବାଙ୍କିବାସୀ ସାରା ଓଡ଼ିଶାକୁ ବାର୍ତ୍ତା ଦେବେ ଯେ ଦଳ ବିରୋଧୀମାନଙ୍କୁ କିଭଳି ଭାବରେ ଶାସ୍ତି ଦିଆଯାଏ ତାକୁ ସେମାନେ ଦେଖିବାକୁ ପ୍ରସ୍ତୁତ ଆସିବେ। ବାଙ୍କି ବିଜେଡିରୁ ଦେବୀରଞ୍ଜନ ତ୍ରିପାଠୀ ବହିଷ୍କୃତ ପରେ ଆପଣ ସାଂଗଠନିକ କାର୍ଯ୍ୟକ୍ରମ ହାତେଇଛନ୍ତି, କ'ଣ ଅଞ୍ଚଳବାସୀ କ'ଣ ସାଂଗଠନିକ ସଦୃଢ଼ କରି କ'ଣ? ଏଠି ଯେତେ ସବୁ ନେତା ଅଛନ୍ତି ସେମାନଙ୍କୁ ସହଯୋଗ କରିବାର ଦାୟିତ୍ୱ ମୋର। ମୋ ନାଁ ରାଜକିଶୋର ଜେନା, ମୁଁ ବାଙ୍କି କଲେଜର ପୂର୍ବତନ ଛାତ୍ର ସମ୍ପାଦକ। କ'ଣ କହିବେ ବାଙ୍କି ରାଜନୀତିକୁ ନେଇ କ୍ରସ୍ ଭୋଟିଂ ହେଲା ପରେ? ଆଜ୍ଞା, ବାଙ୍କି ରାଜନୀତି ମାନେ ନବୀନ ପଟ୍ଟନାୟକ 25 ବର୍ଷ ଶାସନ କରିଛନ୍ତି, ତାଙ୍କୁ ଅନୁପ୍ରାଣିତ କରିକି ଆଜି ପର୍ଯ୍ୟନ୍ତ ରାଜନୀତି ଚାଲିଥିଲା। ହଠାତ୍ କିନା ଗୋଟେ ପଇସା ଲୋଭରେ କ୍ରସ୍ ଭୋଟିଂ କରିକି ଦଳ ବିରୋଧୀ କାମ କରିବା, ଏଇଟା କୌଣସି ପ୍ରକାରେ ମାନେ ଭଲ ଜିନିଷ ନୁହେଁ। ଆଉ ବାଙ୍କି ସବୁବେଳେ ଗୋଟେ ରାଣୀ ସୁଖଦେବୀଙ୍କର ମାଟି, ଗୋଟେ ବୀରତ୍ୱର ମାଟି। ବାଙ୍କିର ମାଇନସ୍ ପଏଣ୍ଟ ହେଉଛି ଆଗରୁ ଯୋଗେଶ ଚନ୍ଦ୍ର ରାଉତ ଥିଲେ ବାଙ୍କି ମାଟିର ପୁଅ, ଗୋକୁଳାନନ୍ଦ ପ୍ରହରାଜ ଥିଲେ ବାଙ୍କି ମାଟିର ପୁଅ, ଆଉ ଲାଷ୍ଟ ଟାଇମ୍ ଅକ୍ଷୟ ପଟ୍ଟନାୟକ ହେଇଥିଲେ ବିଧାୟକ ହେଇଥିଲେ ବାଙ୍କି ମାଟିର ପୁଅ। ସେମିତି କେହି ଜଣେ ବାଙ୍କିର
ଛାତ୍ର ନେତା ବାହାରନ୍ତୁ ଯିଏକି ବାଙ୍କି ପାଇଁ କାମ କରିବେ। ଆଉ ଯେଉଁମାନେ ଆସୁଛନ୍ତି ବାହାରୁ ଉଡ଼ା ଚଢ଼େଇ ହେଇକି ଆସିଲେ ବସିକି ଖାଇଦେଲେ ପୁଣି ଉଡ଼ିକି ଘରକୁ ବସିବାକୁ ପଳେଇବେ, ସେମିତି ଆମେ ଚାହୁଁନୁ। ଆମେ ନିହାତି ଚାହିଁବୁ ଜଣେ ବାଙ୍କିର ପିଲା ଯିଏକି ବାଙ୍କିର ମଙ୍ଗ ସମ୍ଭାବ। ବାଙ୍କିର ବିଦେଶୀ ଶାସନକୁ ଆପଣ ବାଙ୍କିବାସୀ ଗ୍ରହଣ କରୁଥିଲେ ଏବଂ ବାଙ୍କି ଚର୍ଚ୍ଚିକା ଏବଂ ରାଣୀ ସୁଖଦେବୀଙ୍କ ନାଁ କହି 25 ବର୍ଷ ଶାସନ କଲେ। ବାଙ୍କି ଚର୍ଚ୍ଚିକାଙ୍କର ଏବଂ ରାଣୀ ସୁଖଦେବୀଙ୍କର କ'ଣ ଉନ୍ନତି ହେଇଛି? ଆଜ୍ଞା, ଆପଣ ଯାହା ତ ଉନ୍ନତି ହେଇଛି ଆପଣ ଦେଖୁଛନ୍ତି। ଆମର ମାନେ ଯେଉଁପଟକୁ ଆପଣ ରାସ୍ତା ଦେଖନ୍ତୁ, ରାସ୍ତାଘାଟ ଦେଖନ୍ତୁ, କି ଯେକୌଣସି ଜିନିଷ ମାନେ ପିଇବା ପାଣିଠୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ଯାହା ଦେଖୁଛନ୍ତି ସବୁ ଜିନିଷରେ ଆମେ ଅବହେଳିତ ହେଇକି ଅଛେ। ଏପର୍ଯ୍ୟନ୍ତ କୌଣସି ପ୍ରକାର ଡେଭଲପମେଣ୍ଟ କାମ ତ ହେଇଛି। କାମ ଯେହେତୁ ବିଧାୟକ ଜଣେ ଅଛନ୍ତି କି ସରକାର ଗୋଟେ ଅଛି, ଅଳ୍ପ ବହୁତ କାମ ହେବ, କିନ୍ତୁ ଇନୋଭେଟିଭ୍ ଆଇଡ଼ିଆଜ ଆଣିକି ବାଙ୍କିର ବସ୍ ଷ୍ଟାଣ୍ଡ ହେଉ କି ଶୀତଳ ଭଣ୍ଡାର ହେଉ, ଏସବୁ ଜିନିଷ ନୂଆ ଜିନିଷ ଆଣିକି ବାଙ୍କି ପାଇଁ କାମ କରିବା, ସେଇ ଜିନିଷ କିଛି ନାହିଁ। କ'ଣ ଆସୁଛି ସେତିକିରେ ରହିକି ସୀମିତ ହେଇକି ଅଛି। अजय कुमार राउत। କ'ଣ କହିବେ ବାଙ୍କି ରାଜନୀତି? देखु बांकी राजनीति की बांकी तो माँ चर्चिका जगह तेणु बांकी राजनीति जो मैंने विजेडी लोक मैंने अच्छा से स्थिर मन बर्तमान आगे जाइछन्ति किसी युवक मैंने आम समस्त एकाठी हो सुदृढ़ करने को लगिचु और आगामी दिन में केमती बांकी विजेडी पूरा सुदृढ़ हम और सारा ओडिशा रे बांकीर ना रहिबो सेटा हूँ आम मान संकल्प एवं आज दिन में एतिकी वार्ता आम देवु जे मान्यवर आमर पूर्वतन मुख्यमंत्री तथा विजेडी सुप्रीम नवीन पट्टनायक बांकीर जहाँ को भी दायित्व देवे आम दृढ़ मन रे काया मन वाक्य समस्ते आम साहाय्य करूँ। आज अरुण साहू आसते नयगढ़ विधायक कौन संगे भेटले कौन आलोचना? देखु अरुण भाई आज बांकी आसते बांकी आसला मान्यवर मुख्यमंत्री मान्यवर आम पूर्वतन मुख्यमंत्री नवीन पट्टनायक बांकीर दायित्व देइछन्ति एवं से भी आम दल केमती सुदृढ़ हम एवं पंचायत स्तर में आम समस्त पाखे जमी पहुँचवा विजेडी जो कर्मी मैंने समस्ते सुप्त अवस्था अच्छा केमती जागृत करवा एवं मेसेज देवा जे बांकी विजेडी ठीक थिला एवं अच्छी एवं रहिबो से जिनसटा से आज आम सहित डिस्कस पॉइंट मेन थिला। बाकी लोक नवीन पट्टनायक फैन ना विधायक फैन थे यहाँ आपण मैंने कहे देखु 4.5 कोटी लोकंर जनमानसर नेता माननीय पूर्वतन मुख्यमंत्री नवीन पट्टनायक तेणु आपण मैंने शुणी इलेक्शन बेले हे नवीन आम तुम फैन तेणु ओबियसली समस्ते नवीन फैन बुझे ना बिना नवीन पट्टनायक आमर कहार अस्तित्व नहीं तेणु से समय कह नवीन बाबू फैन कि बर्तमान विधायक फैन से आपण मैंने 29 मसीह समय कह नवीन बाबू फैन कि देवी बाबू फैन। सौमेन्द्र मिश्र उपसभापति कटक जिला। कौन कहे बांकी राजनीति की नहीं आज जो आसी नयगढ़ विधायक अरुण साहू अरुण साहू को नवीन पट्टनायक बांकी दायित्व देते बांकी संगठन टाक सजाड़ा अरुण साहू को दायित्व दि जाए तेणु से आसते आम सागर ये सब विषय डिस्कसन करने मो डिस्कसन कले से आगू कौन कर संगठन टाक केमी क्या द्वारा चलो से सिस्टम प्राक्तन विधायक जो बांकी चोर बोलिकी जननायक नवीन पट्टनायक कहते बांकी विधायक बर्तमान पुआ अच्छा कौन कहे राजनीति सी जानते सी कौन चोर देखी सी सांगे थे सी कौन चोर कहले सी निजक जानी निजक प्रमाणित करिया दरकार नवीन पट्टनायक चोर ना आउ कि चोर से कथाटा सी निजे अपमित करिया दरकार बांकीवासी पाखर बांकीवासी पाखे से निजे कर प्रमाणित करेंगे नवीन पट्टनायक ना किए चोर। आगामी दिन में बांकी राजनीति कौन क्यों गति मैंने जमी आगे चलता विजु जनता दल बाट लाइन जमी चलता से चलो शुणा बांकी विधायक धमक चमक दौरान कर्मी बाकी लोक क्या डरती माँ चर्चिका संतान से क्या जीवन में डरी ना के डरवे कहीं धमक चमक देले क्या खातिर करती से बहुत लोग आगे आगामी दिन रणनीति जमी बांकी राजनीति जमी हवा कथा विजु जनता दल तार राजनीति निश्चित बाटर निश्चित कर।